ଆସିଛି। ଆମେ ଏ ପ୍ରକାର ବେଳେ ବେଳେ କହିଥାଉ। ତ ଆଜିର ପ୍ରସଙ୍ଗ ହେଉଛି ଆପଣଙ୍କ ପ୍ରିୟ ଶତ୍ରୁ କିଏ? ଆଦି ପୁସ୍ତକ ନ ଗଲେ ଶତ୍ରୁକୁ ପାଇ ହବନି, ନାଇଁ କି? ଉତ୍ପତ୍ତି ସେଟା ଆଦି ପୁସ୍ତକ 4 ପର୍ବ ତାର 8 ପଦ। ଅନନ୍ତର କଇନ ଆପଣା ଭାଇ ହେବଲ ସହିତ କଥାବାର୍ତ୍ତା କଲେ। କଣ କଲେ? ଆପଣା ଭାଇ ହେବଲ ସହିତ କଥାବାର୍ତ୍ତା କଲେ। ତହୁଁ ସେମାନେ କ୍ଷେତରେ କଥାବାର୍ତ୍ତା ହେଲେ କ୍ଷେତରେ ଥିବା ବେଳେ କଇନ ଆପଣା ଭାଇ ହେବଲକୁ ଆକ୍ରମଣ କରି ବଧ କଲେ। କଥାବାର୍ତ୍ତା କରୁ କରୁ ଆକ୍ରମଣ। ଏଟା ସେ କଣ କଲେ? ସେ ଆପଣା ଭାଇ ସାଙ୍ଗରେ କଥାବାର୍ତ୍ତା କରୁଛନ୍ତି, କ୍ଷେତରେ ଥିବା ବେଳେ ଆପଣା ଭାଇ ହେବଲକୁ ଆକ୍ରମଣ କରି ବଧ କଲା। ସେ ବଧ କଲା। ସେ ଦେଖୁଛି ଯେ ୟାର ସବୁ ଗ୍ରହଣ ହଉଛି, ମୋର ହଉନାହିଁ। କାହିଁକି ହଉଛି କଣ ବୁଝାବୁଝି ନାହିଁ। ୟାର ପାଇଁ ମୋର ଅସୁବିଧା ହଉଛି, ଇଏ ବଞ୍ଚିବା ଦରକାର ନାହିଁ। ଇଏ ଯଦି ବଞ୍ଚିବ ଆଗକୁ ଆହୁରି ମୋର ବେଶୀ କ୍ଷତି ହେବ। ସେଥିପାଇଁ କଣ କରିବା ଅଛି, ଆକୁ ମୁଁ ମାରବାର ଅଛି। ଇଏ ମଲେ ମୁଁ ବଞ୍ଚିବି, ତୋର ଦିନେ କି ମୋର ଦିନେ ବୋଲା ଭଳିଆ। ଯଦି ଇଏ ମରିବ ତେବେ ମୁଁ ବଞ୍ଚିବି। ମାରିଦେଲେ। ତାପରେ 9 ପଦ। ଅନନ୍ତର ସଦାପ୍ରଭୁ କଇନଙ୍କୁ ପଚାରିଲେ, ତୁମ୍ଭ ଭାଇ ହେବଲ କେଉଁଠାରେ? ସେ କହିଲେ, ମୁଁ ଜାଣେ ନାହିଁ। ମୁଁ କଣ ମୋ ଭାଇର ରକ୍ଷକ? କେମିତି ଏରୋଗେଣ୍ଟ, ମୁଁ ଜାଣି ନାହିଁ। ହଁ, ମୁଁ କଣ ମୋର ଭାଇର ରକ୍ଷକ? ସେ କୋଉଠି ଥିବ। ଥରେ ଗୋଟେ ଗାଁରେ ସେବା କରୁଥିଲି। ଗାଁ ଲୋକମାନଙ୍କୁ ଅପେରା ବେଶୀ ପସନ୍ଦ, ବାକ୍ୟ ଶୁଣିବେ ନାହିଁ। ସେମାନେ ପୋଷ୍ଟର ବନେଇଲେ ବଡଟା, ଭାଇ ହେଲା ଭଗାରୀ ବୋଲି। କଣ ଭାଇ ହେଲା ଭଗାରୀ ବୋଲିକରି ଅଟୋର ପଛରେ ଲଗେଇଲେ, ମାଇକ୍ ବାନ୍ଧିକିରି ଚାରିଆଡେ ବୁଲିଲେ। ଅମୁକ ଦିନ ଗୋଟେ ଗଣନାଟ୍ୟ ହେବା ପାଇଁ ଯାଉଛି, ଭାଇ ହେଲା ଭଗାରୀ, ଭାଇ ହେଲା ଭଗାରୀ, ଭାଇ ହେଲା। ମତେ କହିଲେ ଆଜ୍ଞା ମିଟିଂ ହବ, ଏଇଟା ସବୁ ଚଲେଇଛନ୍ତି। ମୁଁ କହିଲି ମିଟିଂ କରିବ ବୋଲି କହୁଛନ୍ତି, ଭାଇ ହେଲା ଭଗାରୀ କଣ ଚଲେଇଛନ୍ତି? ହେଲା ସେ ବ୍ରହ୍ମପୁର ଭିତରେ ସେଇଟା ଜାଗାଟା, ଜଙ୍ଗଲ ଜାଗାଟା। କହିଲି କଣ କରୁଛ? ଆଜ୍ଞା ଆପଣ ବୁଝିବେ ନାହିଁ, ଆପଣ ମେସେଜ ଗୋଟେ ପ୍ରିପେୟାର କରିଥାନ୍ତୁ ସୁସମାଚାର ଦେବା ପାଇଁ। ହେଲା ଆପଣ ଯେତେ ସମୟ ବି କହିପାରିବେ। ହେଲେ ସେ ଜାଗାଟା ଏମିତି ଯେ ଲୋକମାନେ ଯଦି ଥରେ ଆସିଲେ ସକାଳେ ହେଲାକା ଯାଇପାରିବେ। ଜଙ୍ଗଲ ଜାଗାଟା, ହିଂସ ଜନ୍ତୁ, ତ ସମସ୍ତେ ଯାତ୍ରା ଦେଖିବା ପାଇଁ ନାଟକ ଆସିବେ କି ନାହିଁ? ଆସ ତ ପୁରା ଭର୍ତ୍ତି ହେଇଗଲେ। ଆହୁରି ପରେ କହିଲେ ଆଜ୍ଞା ଆପଣ ମେସେଜ ଆରମ୍ଭ କରନ୍ତୁ, ଆପଣ ଯାହା କହିବେ କୁହନ୍ତୁ, ଏମାନେ ଯାଇପାରିବେ ନାହିଁ। ମୁଁ କହିଲି ସେ ଭାଇ ହେଲା ଭଗାରୀ କଣ, ତାକୁ ଗୁଳି ମାରନ୍ତୁ। ଆମେ ତ ନାଟକ ପରେ କରିବୁ। ମୁଁ ବାକ୍ୟ ଦେଲି, ଲୋକମାନଙ୍କୁ ଆଣ୍ଠେଇଲି, ଲୋକମାନେ ପ୍ରାର୍ଥନା କଲେ। ତାପରେ ଭାଇ ହେଲା ଭଗାରୀ ଏଇ କଇନ ହେବଲ ଷ୍ଟୋରି ଟିକେ ଦେଖାଦେଲେ। ସେମାନେ ଗୀତ ବଜାଇଲେ, ନାଟକ କଲେ, ଟିକେ ଡ୍ରାମା କଲେ। ଆହୁରି ସେମାନେ ପୁରା। ତ ଏଠି ଆମେ ଦେଖୁଛୁ ଯେ କଇନକୁ କିଏ କହିଲା ହେବଲକୁ ମାରିବା ପାଇଁ? ସେ ନିଜେ ଆଗ ମାରିଛି। ସେ ଏବେ କାହାକୁ ଦୋଷାରୋପ କରିପାରିବ ନାହିଁ ଯେ ନାଇଁ ମତେ ସେ ଉସ୍କାଇଲା, ସେ ମତେ ଫୁସଲାଇଲା, ଏଇଥିପାଇଁ ମାରିଲି। କିଏ ନଥିଲେ, 2 ଜଣ ଆକା ଥିଲେ। ହେଲା ହଠାତ୍ ଆକ୍ରମଣ କରି ମାରିଲା। ପଚାରିଲା ବେଳେ କଣ କହୁଛି, ମୁଁ କଣ ମୋର ଭାଇର ରକ୍ଷକ? ଆପଣ କଣ ମତେ ପଚାରୁଛନ୍ତି? ମାନେ ପ୍ରଭୁଙ୍କୁ ଉତ୍ତର ଦଉଛି। ବେଳେ ବେଳେ କାହାକୁ କେମିତି ଉତ୍ତର ଦେବା ଜଣା ନଥିବ, ଉତ୍ତର ଦେବା ପାଇଁ ପଡିଥିବେ। ସତ ନା ନାହିଁ? ଇଏ ପାଇଲା ପିଲାମାନେ ମାଆକୁ କଣ କରୁ, ତୁ ଜାଣିନୁ କହ, ତୁ କିଛି ସେ ଭୁକୁଆ ହେଇଯିବ। ମୁଁ ପୁଣି ଜାଣିନାହିଁ, ଇଏ ପୁଣି ଜାଣିଛି। ବେଳେ ବେଳେ ଆମର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ଥରେ ମୋ ମା ପାଖକୁ ମୁଁ ପଳେଇଲି। ଆଉ କହିଲି ମା, ମୁଁ ଏପ୍ରିଲ 20ରେ ଜନ୍ମ ହେଇଛି। କେବେ ଜନ୍ମ ହେଇଛୁ? ଏପ୍ରିଲ 20। ତୁ ଜାନୁଆରୀ 23 ଜନ୍ମ ହେଇଛୁ। ତୁ ଜାଣିନୁ ଗୋ ବଲଛି। ତୁ ଜାଣିନୁ, ଜାଣିଲା ଭଳିଆ କଥା ହଉଛି। ମୁଁ ଏପ୍ରିଲ, କାରଣ ମୋର ସାର୍ଟିଫିକେଟ ଏପ୍ରିଲ 20 ଲେଖା ହେଇଛି।
ମୁଁ ସେଇଟା ଧରି କଥା ହଉଛି, ଡକୁମେଣ୍ଟ ସହିତ କଥା ହଉଛି ନା, ମୁଁ ଏଭିଡେନ୍ସ ସହିତ କଥା ହଉଛି। ମୁଁ କହିଲି 8 ଏପ୍ରିଲ 20ରେ ମୁଁ ଜନ୍ମ ହେଇଛି, ତୁ କଣ ଜାଣିଛୁ? ସେ ମତେ ଦେଖିଲା, ତତେ କିଏ ଜନ୍ମ କରିଛି? ମୁଁ ତତେ ଜନ୍ମ କରିଛି, ମତେ ଜଣା ନାହିଁ, ତୁଇ ଜନ୍ମ ହେଲା ଜାଣିଛୁ। ବେଳେ ବେଳେ କଣ ହୁଏ, ଆମେ କାହା ସହିତ କଣ କଥା ହଉଛୁ ଆମେ ଜାଣିନଥାଉ। ଇଏ କଣ ପ୍ରଭୁଙ୍କୁ କହୁଛି, ମୁଁ କଣ ମୋର ଭାଇର ରକ୍ଷକ। ତା ତଳକୁ ଆପଣ ଟିକେ ପଢିବେ, 14 ପଦ ପଢନ୍ତୁ। ଦେଖ, ତୁମ୍ଭେ ଆଜି ମତେ ଏ ସ୍ଥାନରୁ ତଡ଼ିଦେଲ, ହୁଁ। ତହିଁରେ ତୁମ୍ଭ ସମ୍ମୁଖରୁ ମୁଁ ଗୁପ୍ତ ହେବି। ଏହି ରୂପେ ପୃଥିବୀରେ ଆପଣ ପଳାତକ। 14 ପଢନ୍ତୁ। ଦେଖ, ହଁ, ତୁମ୍ଭେ ଆଜି ମତେ ଏ ସ୍ଥାନରୁ ତଡ଼ିଦେଲ। ପ୍ରଭୁ କଣ କଲେ, କାହିଁକି ତଳିଲେ? ସେ କରିଛି, ସେ ନିଜର ଗୋଡରେ ନିଜ କୁରାଡି ମାରିଛି। ତୁମେ ମତେ ଏ ସ୍ଥାନରୁ ତଡ଼ିଦେଲ, ତାପରେ ତହିଁରେ ତୁମ୍ଭ ସମ୍ମୁଖରୁ ମୁଁ ଗୁପ୍ତ ହେବି। ହଁ ଏହି ରୂପେ ପୃଥିବୀରେ ପଳାତକ ହଁ ଓ ଭ୍ରମଣକାରୀ ହେଲେ ହଁ ଏପରି ହେବ ଯେ କୌଣସି ଲୋକ ମତେ ପାଇଲେ ବଧ ହଁ, କରିବ। ମୁଁ ପଳାତକ ଭ୍ରମଣକାରୀ ହେଲେ ମତେ କିଏ ଦେଖିବାରି, ମତେ କାରଣ ମୋର ତ ସ୍ଥାୟୀ କିଛି ନାହିଁ, ଏଣେ ପଳା ପଳା ତେଣେ ପଳା ପଳା ହଉଥିବି। କିଏ ଯଦି ମତେ ଧରଲା ବୋଲେ ମତେ ପ୍ରଭୁ କହିଲେ, ତତେ କିଏ ମାରିବ? ତତେ କିଏ ମାରିବ? ତୁ ଖାଲି ପଳାଉଥିବୁ, ବୁଲୁଥିବୁ। ତାର କ୍ଷତି କିଏ କରିନାହାନ୍ତି। ତାର ଶତ୍ରୁ କିଏ? ସେ ନିଜେ ନିଜ ଶତ୍ରୁ ହେଇଛି। ତାକୁ ମାରିଦେଲେ ଛିଡ଼ି ଯାଇଥାନ୍ତା। ପ୍ରଭୁ କହିଲେ, ତତେ କିଏ ମାରିବ ନାହିଁ, ତୁ ଖାଲି ପଳାତକ। ତା ତଳେ କଣ ଲେଖା ଅଛି? ଆଉ ସଦାପ୍ରଭୁ ତାକୁ କହିଲେ, ତାକୁ କହିଲେ, ଏହେତୁ କେହି କଇନକୁ ବଧ କଲେ ତାହାର କଇନକୁ ବଧ କଲେ ତାହାର 7 ଗୁଣ ଦଣ୍ଡ ହେବ। ତତେ ଯେ ମାରବ, କିଏ ମାରବ ତତେ? ତତେ କିଏ ମାରବ? ତତେ ଯେ ମାରବ, ତୁ ଯେତେ ସ୍ପିଡରେ ଦୌଡୁଛୁ 40 କିଲୋମିଟର ସ୍ପିଡରେ, ତା 7 ଗୁଣ ଅଧିକ ସ୍ପିଡରେ ଦୌଡ଼ିବ ସେ। ତୁ ଯେତିକି ଦଣ୍ଡ ପାଇଛୁ ତାଠୁ ଅଧିକ ଦଣ୍ଡ ମନେ ରଖିଥାନ୍ତୁ। କଇନର ନିଜର ଭୁଲ, କଇନର ପିଛା ଛାଡୁନାହିଁ। ମୁଁ କହିବା ପାଇଁ ଚାହେଁ ଆପଣମାନଙ୍କୁ, ଆପଣଙ୍କର ପ୍ରିୟ ଶତ୍ରୁ କିଏ? କଇନ ଶତ୍ରୁ କିଏ? କଇନ। କଇନ ଶତ୍ରୁ କିଏ? କଇନ। ମତେ କଇନ ବୋଲି କହିବ ନାହିଁ, ହେଲା? ମୁଁ କହୁଛି ଆପଣ ମାନଙ୍କୁ, ହେଲା? କଇନ ଶତ୍ରୁ କିଏ? କଇନ। ମତେ ଆଜ୍ଞା ଆପଣ କଇନ ବୋଲି କହୁନ, ମୁଁ କହିଲି ଆପଣ ମାନଙ୍କୁ, କଇନର ଶତ୍ରୁ କିଏ? କଇନ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏବେ ତାର ଅବସ୍ଥା ଏମିତି ଦୌଡୁଛି। କି ମତେ ମାରି ଦେଇଥାନ୍ତା କି? ତତେ କିଏ ମାରବ? ତତେ ଯେ ମାରବ, 7 ଗୁଣ ଦଣ୍ଡ ପାଇବ। ମୁଁ କାହିଁକି କହୁଛି, ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମର କ୍ଷତି ଆମେ ନିଜେ ଯେତିକି କରିଥାଉ, ଆମର କ୍ଷତି ସେତିକି କିଏ କରିପାରିବ ନାହିଁ। ଆପଣ ଅନ୍ୟମାନଙ୍କୁ ଦୋଷାରୋପ କରନ୍ତୁ ନାହିଁ। ଆଜି ଯେତିକି ଲୋକ ବସିଛନ୍ତି କି ନାହିଁ, କାଳିଦାସ ଭଳିଆ, ବୁଝିଲେ କି ନାହିଁ? କୋଉଠି ବସି କାଟିଛନ୍ତି? ଯୋଉ ଡାଳରେ ବସିଛନ୍ତି ସେ ଡାଳକୁ ଆଗା ନିଜେ ନିଜର କ୍ଷତି କରବାଟା, ଆହୁରି କିଏ କାହାର? କାଳିଦାସ କି ଗରାଦାସ ମୁଁ ଜାଣିନାହିଁ, ହେଲା? କିନ୍ତୁ ମୁଁ ଆପଣ ମାନଙ୍କୁ କହୁଛି, ଆପଣଙ୍କର କ୍ଷତି ଆପଣ ନିଜେ ଯେତିକି କରିପାରିବେ ସେତିକି କ୍ଷତି କେ। ସେଥିପାଇଁ ଆଜିର ପ୍ରସଙ୍ଗ ଅଛି, ଆପଣଙ୍କର ପ୍ରିୟ ଶତ୍ରୁ କିଏ? ଏବେ ପଚାରନ୍ତୁ, ମୋର ଶତ୍ରୁ କିଏ? ଆଜ୍ଞା ଟିକେ ପ୍ରାର୍ଥନା କରି କୁହନ୍ତୁ, ଆଜ୍ଞା ପ୍ରଭୁ ଯଦି ଜଣାଇବେ ବୋଲି ମତେ କୁହନ୍ତୁ, ଆଜ୍ଞା ମୋର ଶତ୍ରୁ କିଏ ମୁଁ ଜାଣିବା ପାଇଁ। ଦର୍ପଣ ପାଖରେ ଠିଆ ହେଇ ଦିଅନ୍ତୁ, ଆପଣ ଦର୍ପଣ ପାଖରେ ଠିଆ ହେଇ ଯାଆନ୍ତୁ, ଆପଣଙ୍କ ଶତ୍ରୁ ପୁରା ଆପଣଙ୍କ ପୁରା ଆଗା ଦେଖାଯିବ। ଆପଣଙ୍କ ଶତ୍ରୁ କେମିତି ଦେଖାଯିବ? ଆରେ ମୋର ପୁରା ବି ଜଣେ ଲୋକ ଅଛି ଯେ ମୋର କ୍ଷତି କରୁଛି। ଆପଣ ଦେଖନ୍ତୁ, 2 ସାମୁଏଲ 11 ପର୍ବ 2 ପଦ। 2 ସାମୁଏଲ 11 ପର୍ବ 2 ପଦ। ଅନନ୍ତର ଦିନେ ସନ୍ଧ୍ୟା ସମୟରେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ରାଜଗୃହର ଛାତ କେତେବେଳେ ଉପରେ ଉଠିଲେ? ସେ ବୁଲୁଥିଲେ। ସନ୍ଧ୍ୟା ବେଳେ ଉଠିଲେ। ବୋଲେ କେତେବେଳେ ଶୋଇଥିଲେ କି ସେ? ହେଲା, ତାଙ୍କୁ କାହିଁକି ଶୋଇଲ ଆଜ୍ଞା, କେତେବେଳେ ଉଠିବ ପଚାରବା ଲୋକ ଅଛନ୍ତି କି? ନାଇଁ। ଆମେ କଣ କହିବୁ ବେଳେ ବେଳେ, ମତେ କିଏ ଉଠାଇବା ଦରକାର ନାହିଁ, ମୁଁ ଯେତେବେଳେ ଉଠିବି ମୁଁ ଫ୍ରେଶ ହେଇକରି ଉଠିବି। ବେଳେ ବେଳେ ଆମେ କହୁଛୁ କି ନାଇଁ? ଜଣକୁ ଖାଅ ବୋଲାରୁ ସୁନା ପରା ନିଦକୁ ଛାଡ଼ି କରି ଭାତ ପାଇଁ ଉଠିବି।
ସେ କ'ଣ କରୁଛି ତାକୁ ଏ ଉଠ ଖାଇବ ବୋଲା ସେ କ'ଣ କରୁଛି ଆଜ୍ଞା ସୁନା ପରା ନିଦକୁ ଛାଡ଼ି କରି ଏ ଭାତ ଡାଲି ପାଇଁ ମୁଁ ଉଠିବି କି? ଲୋକମାନେ ଯାଇଛନ୍ତି କୁଆଡ଼େ ଯୁଦ୍ଧ ପାଇଁ, ରାଜା କୋଉଠି ଥିବା କଥା, ଯୁଦ୍ଧ କ୍ଷେତ୍ର ଥିବା କଥା, ଇଏ ନ ଯାଇ କ'ଣ କରିଛନ୍ତି ସବୁକୁ ପଠାଇ ଦେଇକରି ଶୋଇଛନ୍ତି। ତାପରେ ପଢନ୍ତୁ। ପୁଣି ସେହି ଛାତ ଉପରୁ ସେ ଏକ ସ୍ତ୍ରୀକୁ ସ୍ନାନ କରୁଥିବା ଦେଖିଲେ। କିଏ ଦେଖିଲେ? ସେ ଏକା ଦେଖିଲେ। ତାପରେ କ'ଣ ଲେଖାଯାଇଛି? ସେହି ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦରୀ ଥିଲା। ତାପରେ ବଳକା କଥା ଆମେ ଜାଣିଛୁ ହେଲା। ଏଠି ଡେଭିଡର କ୍ଷତି ଡେଭିଡ କରୁଛି କି ଡେଭିଲ କରୁଛି? ଡେଭିଲ ନାହିଁ। ତାର ପତନର ଆରମ୍ଭ କୋଉଠି ହଉଛି? ଏଇଠୁ ଆରମ୍ଭ ହଉଛି। ମନେ ରଖିଥାନ୍ତୁ, ଆପଣଙ୍କର କ୍ଷତି, ଦାଉଦର କ୍ଷତି କିଏ କରିପାରିବନି? ଦାଉଦ ନିଜେ ଏକା କରିପାରିବେ। ଯଦି ଏଇଟା କରିନଥାନ୍ତେ ଦାଉଦଙ୍କର କେମିତି ଲେଖାଇଥାନ୍ତା କ୍ୟାରେକ୍ଟର? ଭାବି ଦେଖନ୍ତୁ। ଏ ଗୋଟେ ବିଷୟ ଛଡା ବାକି କରିନାହାନ୍ତି। ସେ ଏ ଗୋଟେ କରିବା ପାଇଁ ସେ ଆଉ ଗୋଟେ ଭୁଲ କଲେ। କ'ଣ କଲେ? ତାଙ୍କ ସ୍ୱାମୀଙ୍କୁ ପୁରା ପ୍ରି ପ୍ଲାନ୍ ମର୍ଡର କ'ଣ କଲେ? ତାଙ୍କୁ ମର୍ଡର କରିଦେଲେ। କ'ଣ କଲେ? ତାଙ୍କ ସ୍ୱାମୀକୁ ସେ ମର୍ଡର କରିଦେଲେ। ସେ ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, ଯଦି ସମାନ ସମୟରେ ନାଥନ ଯାଇନଥାନ୍ତେ, ସମସ୍ତଙ୍କ ପାଖକୁ ଗୋଟେ ନାଥନ ଆସିବେ, ସେଇ ସମୟରେ ଆପଣ କେମିତି ରିଏକ୍ଟ କରିବେ? ସେଇଟା ହେଲା ବଡ଼ କଥା। ଆପଣଙ୍କୁ ବୁଝାଇବେ, ସବୁ ଆସିବେ। ଝିଅମାନେ ଉଦଲିଆ ଯିବା ପୂର୍ବରୁ ଜଣେ ଆସି କହିବ ଏଲୋ ଯା ନାହିଁ ଚାଟବୁ। ସେ କ'ଣ ବୋଲି କହିବ? ତୁଇ ମତେ ଭଙ୍ଗାଇ ତୁଇ ଯିବା ପାଇଁ ଚାହୁଁଛୁ, ମୁଇଁ ଯିବି, ସେ ମାଡ଼ ମୁଇଁ ଖାଇବି, ସେଇ ନସ୍ତା ଏ ପ୍ରଭୁ ବୋଲେ ସମସ୍ତଙ୍କୁ ବୁଝାଇବା ପାଇଁ ଜଣେ ଆସିବେ। ମଧୁଆ ମାନଙ୍କୁ କ'ଣ ବୋଲି କହିବେ? ଏ ଭାଇ ପିଅ ନାହିଁ। ସେ କହିବ କିଛି ହେବ ନାହିଁ, ମତେ ଏ କିଡନୀ ତାର ପରା ବୋଲି ଭାବୁଛୁ ମତେ, ମୁଁ ପୁରା ବ୍ୟାଲେନ୍ସରେ ପିଉଛି, ଇମ୍ବାଲାନ୍ସରେ ଚାଲୁଛି। ସେ କ'ଣ କରିବ? ମତେ ମାନେ ଆମର କ୍ଷତି ଆମେ ନିଜେ ଆକା। ଆମର ଆଖି କିଏ ଖରାପ କରିଛି? ଆମେ ନିଜେ ରାତି ଯାକ ଅନ୍ଧାରରେ ମୋବାଇଲ ଦେଖି ଦେଖି ଆମେ ନଷ୍ଟ କରିଛୁ। ଆପଣଙ୍କ ପେଟ ହାଣ୍ଡି ଭଳିଆଟା କିଏ କରିଛି? ଆପଣ। ଖାଇବାଟା ଖାଅ, ନ ଖାଇବାଟା ଖାଅ, ସବୁ ସତ ନା ନାହିଁ ଭଉଣୀ ମାନେ? ଆଜି କେତେ ବଲକା ରଖିବି ତା, ଏଇଟା ଖାଇଦେବି ବେ, ଫ୍ରିଜରେ କାହିଁକି ରଖିବି ତା, ଖାଇଦେବି ବେ। ଖାଇବେ ତ ଖାଇବେ, ସେ କଡ଼େଇକୁ ସଫା କରିବି ଖାଇବେ। ଆରେ ଓଜନ ହେଲେ କ'ଣ କରୁଥିବେ? ମୁଁ ଦାମଜୋଡ଼ି ବେଳେ ଯାଏ ଦେଖେ, ସେ ସ୍ତ୍ରୀ ମାନେ ଚାଲୁଥିବେ, ମାନେ ଅପୂର୍ବ ଦେଖାଯାଉଥିବେ ସେମାନେ, କିଛି କାମ ଦାମ ନାହିଁ। ସ୍ୱାମୀ ମାନେ ଅଫିସ ଯାଇଥିବେ, 10ଟା ବେଳେ ଚାଲୁଥିବେ। ମୋର ଫେସବୁକରେ ଆସିବ ଗୋଟେ ସ୍ତ୍ରୀ ଲୋକ, ତାକୁ ପତଳା କରିବାଟା, ତାକୁ କେବେ ଏମିତି କରିଥିବେ ଦେଖ, ମୁଁ ତାକୁ ଦେଖେ କାହିଁକି ବିଚାରୀକୁ ହରବର କରୁଛ? ତାର ନିଜର ନିଜେ ଅନ୍ୟମାନଙ୍କୁ ଶୁଣିବାର ଯୋଉ ଶକ୍ତି ଯାଇଛି, କିଏ କ୍ଷତି କରିନାହାନ୍ତି। ଏ କାନରେ ଗେଞ୍ଜି କରି କଥା ହେଇଛୁ କି ନାହିଁ? ତାର ଗୋଟେ ମିଟିଂ ଗୋଟେ ବୁଢ଼ୀ ମା ଆସି କହୁଛି, ବାବୁ ଏ କାନରେ ମୁଁ ଶୁଣିପାରୁନି, ବାବୁ ଏ କାନରେ ବିଲକୁଲ ଶୁଣିପାରୁନାହିଁ, ଏ ଗୋଟେ କାନରେ ଏକା ଟିକେ ଧରବା ସୁବିଧା କି ନାହିଁ, ଇଆଡ଼େ କି କରିବ କଥା ହବ। ମୁଁ କହିଲି, ମା ତମେ ଫୋନରେ ବେଶୀ କଥା ହଉଛ କି? ଆଜ୍ଞା ପ୍ରଭୁ ଜଣାଇଲେ କି? ମୁଁ କହିଲି, ପ୍ରଭୁ ଜଣାଇ ନାହାନ୍ତି, ମୁଇଁ ତମକୁ ଜଣାଉଛି। ଏଟା ମାନେ ପ୍ରଭୁ ଜଣାଇବାକୁ ଆସିବେ କି? ମୁଁ ତମକୁ ଜଣାଉଛି, ହେଲେ ପ୍ରାର୍ଥନା କରିଦିଅ ଆଜ୍ଞା। ମୁଁ କହିଲି, ନାଇଁ ମା, ଏବେ ଏଇ କାଣ୍ଡରେ ତୁମେ କଥା ହୁଅ। ଏ କାଣ୍ଡ ତ ସବୁ ନାହିଁ, ଏବେ ଏଇ କାଣ୍ଡ କଥା ହବ ଯେତେବେଳେ ଟୋଟାଲ ଶୁଣିପାରିବ ନାହିଁ, କମ୍ପ୍ଲିଟଲି ଭରି ହେଇଯିବ, ସେତେବେଳେ ଆସିବ। ମୁଁ ଏକାଥରକୁ 2ଟା କାନ ପାଇଁ ପ୍ରାର୍ଥନା କରିଦିଏ। ମାନେ ଆପଣଙ୍କର କ୍ଷତି ଆପଣ ନିଜେ ଯେତିକି କରିପାରିବେ, ସେତିକି କ୍ଷତି କିଏ କରିପାରିବନି। ମନେ ରଖିଥାନ୍ତୁ, ୟା ପରେ ଆପଣ କାହାରିକୁ ଦୋଷାରୋପ କରିବେ ନାହିଁ, କାହାକୁ ଦୋଷାରୋପ କରିବେ। ସେ ଗାଳି କଲା, ମୁଁ ଗାଳି କଲି, ସେ ଗାଳି କଲେ, ତମେ ଗାଳି କରିବାର ଅଛି କି? ଆପଣ ଦାଣ୍ଡରେ କୁକୁର ଭୁକୁଛି, ଆପଣ ଭୁକବାର ଅଛି ଆକା କି? ତାକୁ ଦେଖବେ, ଥୁରେ ଜାତିଆ ଯିବେ, ଆରାମରେ ରନ୍ଧା ବଢ଼ା କରିବେ, ଖାଇବେ, ସେ ପାଟି କରୁଥିବ।
বেশি পাটি গলা বলে নানি পানি দেবি পି କରି ଗାଳି କରିବୁ ଆପଣ କରିବା ଦରକାର ନାହିଁ। ପ୍ରିୟ ଭାଇ ଭଉଣୀ ମାନେ ମୁଁ ଆପଣମାନେ କାହିଁକି କହୁଛି ଆଜି ବାକ୍ୟ ଶୁଣିବା ସମସ୍ତେ ପ୍ରାର୍ଥନାର ସହିତ ଶୁଣିବା ଯେ ଆପଣଙ୍କ ଶତ୍ରୁ ପ୍ରିୟ ଶତ୍ରୁ କିଏ? ଇଏ କଇନର ଶତ୍ରୁ କିଏ? କଇନ। ଦାଉଦର ଶତ୍ରୁ କିଏ? ଦାଉଦ। ଆପଣ ଦେଖିବେ ପ୍ରିୟ ଭାଇ ଭଉଣୀ ମାନେ ଏଇଟା ବାଇବଲ, ଏଇଟା ଆପଣ କାହାରି ଉପରେ ଅଠା ବଳି ଦେଇ ଖସି ଦେଇ ପାରିବେ ନାହିଁ। ଆମେ ବେଳେ ବେଳେ କଣ କରୁ ୟାକୁ ତାକୁ। ଆପଣ ଦେଖନ୍ତୁ ମୋ ସହିତ ଲୁକ ତାର 22 ପର୍ବ ତାର 54 ପଦରୁ ପଢିବା ଦରକାର ନାହିଁ, 54 ପଦରୁ 62 ପଦ ପର୍ଯ୍ୟନ୍ତ ଦେଖିବେ ଜଣଙ୍କ କଥା ଲେଖା ହେଇଛି, ପିତରଙ୍କର କଥା। ପିତରଙ୍କର କଥା ଆପଣ ଟିକେ 54 ପଦ ଆଉ 55 ପଦ ପଢି ଦିଅନ୍ତୁ। ପରେ ସେମାନେ ତାହାଙ୍କୁ ଧରି ଘେନି ଯାଇ ମହାଯାଜକଙ୍କ ଗୃହକୁ ଆଣିଲେ, କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ। ହଁ। ଆଉ ସେମାନେ ପ୍ରାଙ୍ଗଣର ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ। ହଁ, କିଏ ଯାଇ ବସବଲା ଆକୁ? ପିତର ଯାଇ ବସିଲେ। ଦୁଷ୍ଟମାନ ସାଙ୍ଗରେ ତ ବସ ନାହିଁ ବୋଲି ଲେଖା ହେଇଛି। ତମେ ଏତେ ବର୍ଷ ଯୀଶୁଙ୍କ ସାଙ୍ଗରେ ବସିଲ, ଏବେ କାହା ସାଙ୍ଗରେ ବସିଛ ତମେ? ଲୋକମାନେ ଏଠି ବି ବସିବେ, ଏଠି ବସିଲା ପରେ କୋଉଠି କୋଉଠି ବସିବେ? ହଁ, ଛକରେ ଆଜି କୋଉଠି ବସିବେ? ମଦ ଦୋକାନରେ। ନିଜର କଥା କହୁନାହାନ୍ତି। କାହାର ପିଣ୍ଡାରେ, କାହାର ବାରଣ୍ଡାରେ, କାହାର ଘରେ, ଖାଲି କହିଲି ପୁରା ଅନ୍ୟ କାହା। କିଏ ମଦ ଦୋକାନ ବସିଛି, କିଏ ପାନ ଦୋକାନ ବସିଛି, କାହାର ବାରଣ୍ଡାରେ ଯାଇ କିଏ ବସିଛି, କାହା ଦାଣ୍ଡରେ ଯାଇକି କଣ ହେଲା ଲୋ ତାଙ୍କର ଘରେ ପୁଣି କଣ ହେଲା? ଏଇଟା କିଏ ପଚାରୁଛି? ଏଟା ମୁଇଁ ବୋଲି କୁହ ପରା। କାହିଁକି କହୁଛି? ଇଏ ନିଜେ ଯାଇ ବସିଲେ, ତାପରେ ସବୁ କଣ ହଉଛି ଦେଖନ୍ତୁ ଆପଣ। 56-57 ପଢି ଦିଅନ୍ତୁ। ଜଣେ ଦାସୀ ତାଙ୍କୁ ନିଆଁ କିଏ? ପାଖରେ ବସିଥିବା ଦାସୀ ଦେଖି ଦାସୀ ଦାସୀ ମାଲିକ ବିଷୟ ନାହିଁ, କିଏ? ଗୋଟେ ଦାସୀ। ହଁ, ତାଙ୍କୁ ନିଆଁ ପାଖରେ ବସିଥିବା ଦେଖି ହଁ। ତାଙ୍କୁ ଏକ ଦୃଷ୍ଟିରେ ଚାହିଁ କହିଲା, ଏଇ ଲୋକଟା ମଧ୍ୟ ତାହା ସଙ୍ଗରେ ଥିଲା। ବସଲାର ତ କହିଲା, ସେ କହିଲା ଏଇ ଲୋକଟା ବି ତାଙ୍କ ସାଙ୍ଗରେ ଥିଲା। ତାପରେ କିନ୍ତୁ ସେ ଅସ୍ୱୀକାର କରି କହିଲା, ହଁ। ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ। ବାସ୍, ଏବେ କଣ କହୁଛି? ହଁ ଥିଲି, କଣ ହେଲା? ଥିଲି, ଆକୁ କୃଷ ଚଢାଇଥାନ୍ତି କି ନେଇକରି? ଇଏ ତ ଯୀଶୁ ନାହିଁ ନା, 2-4 ବିଧା ମାରିଥାନ୍ତେ, ଛାଡି ଦେଇଥାନ୍ତେ। ଇଏ ତ କାଲି ଦେଖନ୍ତୁ, ଯେ ଅରିଜିନାଲ ଦୋଷୀ ତା ସହିତ ମୁଁ ଧରା ପଡିଲେ କଣ ହବ? ମତେ 2-4 ଚାପଡ଼ା ପଡିବ, ଯେତେ ଜଣା ପଡିବ ଏଇ ଲୋକ ଭୁଲ ବୋଲେ ତାକୁ ଜେଲ ହବ, ମତେ ଖଲାସ ହେଇଯିବ ନା। ଇଏ ଲୋକ କଣ କରୁଛନ୍ତି? ଯାଇ ବସିଲେ, ସେ ଅସ୍ୱୀକାର କହିଲେ, ହେ ନାରୀ, ମୁଁ ତାହାଙ୍କୁ ଜାଣେ ନାହିଁ। ଏତିକି ନାହିଁ, ଆଗକୁ ଆହୁରି ଅଛି। ତାପରେ ଆପଣ ପଢନ୍ତୁ ପଦ। ଅଳ୍ପ ସମୟ ଉତ୍ତାରେ ହଁ। ଆଉ ଜଣେ ତାଙ୍କୁ ଦେଖି କହିଲା, ହଁ। ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ହଁ। କିନ୍ତୁ ପିତର କହିଲା, ହଁ। ନାହିଁ ଭାଇ, ମୁଁ ନୁହେଁ। ହଁ ଭାଇ, ମୁଁ ନୁହେଁ। ମୋର ପରେ ଆହୁରି କିଏ ଦୋଷ ଥିବ? ଏଟା ମୁଁ ନୁହେଁ। ଭାବେ ଦେଖନ୍ତୁ, ପିତର ପରି ଲୋକ ଯୀଶୁକୁ ସ୍ୱୀକାର କରିବା ପାଇଁ ପଡୁଛି। ସେ କାହାକୁ ଦୋଷ ଦେବେ? ପିତରଙ୍କ ଶତ୍ରୁ କିଏ? ପିତର। ପିତର। ଆପଣ ଆଜି ଶତ୍ରୁ ଖୋଜି ବୁଲନ୍ତୁ ନାହିଁ। ଆପଣଙ୍କ ପ୍ରିୟ ଶତ୍ରୁ କିଏ ଜାଣିବା ପାଇଁ କଣ କରିବେ? ଭଲ କରି ଲୁଗାପଟା ପିନ୍ଧିବେ। ଜାଣିବା ଅଛି କି ନାହିଁ ତାକୁ? ଭଲ କରି ପାଉଡର ଫାଉଡର ଲଗାଇବେ, ଭଉଣୀ ମାନେ ଲିପଷ୍ଟିକ ଲଗାଇବେ, ଚୁଡ଼ି ଫୁଡ଼ି ପିନ୍ଧିବେ, ଯାଇକି ଠିଆ ହେବେ। ସେତେବେଳେ ଜଣା ପଡିବ ଏଟା ସିଏ। ପ୍ରିୟ ଶତ୍ରୁ। ଆମେ କହୁଛୁ କି ନାହିଁ, ସେ ମୋର ଶତ୍ରୁ, ସେ ମୋର ଶତ୍ରୁ। ସେଠି ମିରର ପାଖରେ ଠିଆ ହେଲେ କଣ କରିବେ? ସେ ବୋଲା ବେଳକୁ କିଏ ସେଟା? ସେ। ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ, ଆଜି ବାକ୍ୟ ଶୁଣିଲା ବେଳକୁ ଆପଣ ଶତ୍ରୁକୁ ଖୋଜି ବୁଲନ୍ତୁ ନାହିଁ। ଶତ୍ରୁ ଭିତରେ ଅଛି। ମୋ ଭିତରେ, ମୋର ଶତ୍ରୁ ମୋର ଭିତରେ ଅଛି। ଆପଣଙ୍କ ଭିତରେ କଲରା ଭଳିଆ ଗୁଣ ବି ଅଛି, ଆଳୁ ଭଳିଆ ଗୁଣ ବି ଅଛି। ଦେଖିବେ କେତେ ଜଣଙ୍କ ଭିତରେ ଏତେ ତିକ୍ତତା ଥିବ, ଯାହା ସହିତ ମିଶିବେ ତାକୁ ତିକ୍ତ କରିଦେବେ। ଯଦି 2 ଜଣ ଝଗଡା ହେଲେ କି ନାହିଁ, ସେ ଚେଷ୍ଟା କରିବ ସବୁକୁ ମୋର ଆଡେ ଆଣିବି ବୋଲି। ଆମ ଭିତରେ କଲରା ଅଛି, ଆଳୁ ମଧ୍ୟ ଅଛି। କେତେ ସବୁ ସାଙ୍ଗ ମିଶିଥିବେ, ହେଲୋ କାହିଁକି ସବୁ ସାଙ୍ଗରେ ଆଳୁ ପରା ସେଟା ଆଳୁ। ଆରେ କେତେ ଜଣ କଞ୍ଚା ମରିଚ ପରା, ଟିକେ କୁ ତୀର କରିବେ।
ଟିକେ ଟାଇମ ନାହିଁ କଣ ଚାଷ ନାଇଁ ମୁଁ କହିବା ପାଇଁ ଚାହୁଁଛି ଆପଣଙ୍କର ଶତ୍ରୁ ଆପଣ ଅଟନ୍ତି ଆଜି ସେ ଶତ୍ରୁ କେମିତି ଭଲ ବସା କହିକି ମୁଁ ସାରିବି ଆପଣଙ୍କର ଶତ୍ରୁ ଆପଣ ଅଟନ୍ତି ଦେଖନ୍ତୁ କଇନର ଶତ୍ରୁ କିଏ ଏ ପଳାତକ ଭ୍ରମଣକାରୀ କାହିଁକି ହେଲା ସେ ଏତେ ଭୟରେ କାହିଁକି ବଞ୍ଚିବା ପାଇଁ ପଡୁଛି ତାର ନିଜର ଭୁଲ ସକାଶେ ଦାଉଦ ଅପମାନିତ ହଉଛନ୍ତି ନିଜର ଭୁଲ ସକାଶେ ପିତର ନିଜର ଭୁଲ ସକାଶେ ଆପଣ ଦେଖିବେ ମାଥ୍ୟୁ ତାର 26 ପର୍ବ ତାର 14-16 ମାତ୍ର ସେ ତାହାକୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ ହଁ ସେଥିରେ ଶାସନକର୍ତ୍ତା ଅତ୍ୟନ୍ତ ଚମତ୍କୃତ ହେଲେ କିନ୍ତୁ ପର୍ବ ସମୟରେ ଲୋକସମୂହର ଇଚ୍ଛାନୁସାରେ ଜଣେ ବନ୍ଦୀକି ହଁ ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ହଁ। ଇସ୍କାରିୟତ ଜିହୁଦା ନାମକ ଜଣେ ପ୍ରଧାନ ଯାଜକ ମାନଙ୍କ ନିକଟକୁ ଯାଇ କହିଲା ମାନେ ଦ୍ୱାଦଶ ମଧ୍ୟରୁ ଜଣେ ବାକି ଲୋକ ଗଲେ ନାହିଁ ଜଣେ ଗଲା ଇସ୍କାରିୟତ ଜିହୁଦା ନାଁ ବି ଲେଖା ହେଇଛି ମାନେ ଇଏ ଯୀଶୁଙ୍କ ସାଙ୍ଗରେ ଥିଲା ଏ ନିଜେ ଗଲା ଆକୁ ଫୋନ କରି ଡାକି ନାହାନ୍ତି ହଁ ବୁଝିଲା କି ନାହିଁ ଏ ନିଜେ ନିଜେ ଗଲା ଇଏ ତାପରେ କଣ ଲେଖା ହେଇଛି ମତେ କଣ ଦେବେ କହନ୍ତୁ ମତେ କଣ ଦେବେ କୁହନ୍ତୁ ମା ବେଙ୍ଗର ପେଟ ଫାଟିଥିଲା କି ନାହିଁ ଇଏ ତାର ବଂଶଧର ଲୋକ ଏଟା ଖାଉଛି ତ ଖାଉଛି ତ ଖାଉଛି 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 ସତ ନା ନାଇଁ ଏବେ ଦେଖନ୍ତୁ ଆମର ଦେଶରେ ମଧ୍ୟ ରାସ୍ତା ବନାଇଲ ଖାଇଲ ବ୍ରିଜ ବନାଇଲ ଖାଇଲ ସ୍କୁଲ ପଇସା ଖାଇଲ ଚାରା ପଇସା ଖାଇଲ ଦରମା ପଇସା ଖାଇଲ ପେନସନ ପଇସା ଖାଇଲ ଖାଉ ଖାଉ ଏମିତି ଲୋଭ ହେଲା ଯେ ମନ୍ଦିରର ପଇସା ମଧ୍ୟ ଖାଇଲେ ଏବେ ସବୁ ହିନ୍ଦୁ ଥୁକୁଛନ୍ତି ମାନେ ଚୋର ତ ଚୋର ଭାବି ଦେଖନ୍ତୁ କେମିତି ଚୋର ଲୋକ ଯଦି ତୁମେ ଯୋଉ ପ୍ରଭୁଙ୍କୁ ହାତ ଧରି ଆଣିଥିଲ ବସାଇଥିଲ ସେଇଦିନ ଆଗ ବୁଝିବାର ଥିଲା ଚୋରିଲେ ଚିଲ୍ଡ୍ରା ପଇସା ନାହିଁ କୋଟି କୋଟି ଟଙ୍କା ଆରେ ଚୋରି ତ ଚୋରି ଉପର ସେ ସିନା ଚୋରି ଆମର ପଇସା ଆମେ ନେଲୁ ତୁମକୁ କିଏ କହୁଛି ପିଙ୍କି ତାର ନା ପିଙ୍କି ପିଙ୍କୁଏଲ ହେଇଥାନ୍ତା ଭାବି ଦେଖ ତୁମ କହିବା ପାଇଁ ଚାହେଁ ମୋର ପ୍ରିୟ ଭାଇ ଭଉଣୀ ମାନେ ଭୁଲ କଲା ପରେ ଅନ୍ୟକୁ ଦୋଷ ଦେଇ କିଛି ଲାଭ ନାହିଁ ମାନବାର ଅଛି ଭୁଲ କରିବା ପାଇଁ ଯଦି କଲଜା ଅଛି ବୋଲେ ମାନବା ପାଇଁ ମିଶା କଲଜା ଥିବାର ଅଛି ଆମେ ଖାଇଲୁ କହିପାରିବ କି ନାଇଁ କାହାକୁ ଆଣିଛ ଡ୍ରାଇଭରକୁ ଧରିବାର ସେ ତ ଡ୍ରାଇଭର ପରା ସେ ଟ୍ରଷ୍ଟ ଚେୟାରମ୍ୟାନ କି ସେଠୁ ପ୍ରେସିଡେଣ୍ଟ କି କିଏ ନାହିଁ ମା ବୋଲେ ଲୋକ ଆମେ ଅନ୍ୟକୁ ଦୋଷାରୋପ କରିଦେଉ ବେଳେ ବେଳେ ସ୍ୱାମୀ ମଦ ପିଇ କରି ପୁରା ଦେହ ଖରାପ ହେଲେ ତାଙ୍କ ସାଙ୍ଗେ ମିଶିକରି ଆଖା ଏମିତି ହେଲା ତାଙ୍କ ସାଙ୍ଗେ ମିଶି ନାହିଁ ସେ ମଦୁଆ ହେଲା ସେ ନିଜେ ଏଟା ଆମେ କଣ ଦେଖୁଛୁ ପ୍ରିୟ ଭାଇ ଭଉଣୀ ମାନେ ଆଜି ଆମେ ବସି ନିଜକୁ ଜିହୁଦା କଣ କରୁଛି ପଢନ୍ତୁ ଆଗକୁ ଟିକେ ମତେ କଣ ଦେବେ କୁହନ୍ତୁ ମତେ କଣ ଦେବେ କୁହନ୍ତୁ ମୁଁ ତାହାଙ୍କୁ ଧରାଇ ଦେବି ମୁଁ ତାହାଙ୍କୁ ଧରେଇ ଦେବି ସେଥିରେ ସେମାନେ ତାହାକୁ 30 ଗୋଟି ରୌପ୍ୟ ମୁଦ୍ରା ତୌଲି କରି ଦେଲେ ସେ ଗଲା ସେମାନେ ଦେଲେ ଇଏ ନେଲା ଏଠି କିଏ ଦୋଷୀ କାହାକୁ ଦୋଷ କରିବୁ ଏଠି ଶୈତାନକୁ ଦୋଷ କରିବୁ କି ଆମେ କଥାକୁ ଶୈତାନ ନା ଦେଇଯିବୁ ଶୈତାନ ଆକା ଦିନେ ଶୈତାନ ଗୋଟେ ବରଗଛ ତଳେ କମ୍ବଳ ଗୁଡାଇକି ଶୋଇ ଦେଇଛି ତା କହିଲେ କଣ ହେଲା ତୁ ଖରା ବେଳେ ମୁହଁ ଗୁଡାଇକି କମ୍ବଳ ଗୁଡାଇଛୁ ନାଇଁ ମୁଁ ଲାଜ ପାଇଁ ମୁହଁ ଦେଖାଇ ପାରୁନି ଲୋକମାନେ ସବୁ ଭୁଲ କାମ କରୁଛନ୍ତି ମୋ ନା ଗା ଆରେ ମୁଇଁ କଲା ଭୁଲ ତ ମୁଇଁ କରିଛି ନ କଲା ଭୁଲ ବି ମୁଇଁ ଏକା ପ୍ରିୟ ଭାଇ ଭଉଣୀ ମାନେ ଏମିତି ଅସୁବିଧା ହେଇଯାଉଛି ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆଜି ବସିଲା ବେଳକୁ ଚିନ୍ତା କରିବା ପାଇଁ ଆର ଅବସ୍ଥା କଣ ଦେଖ ପ୍ରେରିତ ତାର 1 ପର୍ବ 18 ପଦ ପ୍ରେରିତ 1 ପର୍ବ 18 ପଦ ଏହି ଲୋକ ଅଧର୍ମର ମୂଲ୍ୟ ଦ୍ୱାରା ଖଣ୍ଡିଏ କ୍ଷେତ ପାଇଲା ଧର୍ମର ମୂଲ୍ୟ ନାହିଁ ଅଧର୍ମର ମୂଲ୍ୟ ଦ୍ୱାରା ଖଣ୍ଡେ କ୍ଷେତ ପାଇଲା ପୁଣି ସେ ମୁଣ୍ଡ ମାଡି ହୋଇ ପଡିବାରୁ ମୁଣ୍ଡ ମାଡି ହେଇ ପଡିବାରୁ ତାହାର ପେଟ ଫାଟିଗଲା ଓ ଅନ୍ତ ବୁଜୁଳି ବାହାରି ପଡିଲା ଭାବି ଦେଖନ୍ତୁ
ଏସବୁ କ୍ଷତି କିଏ କରିଛି? ସେ ନିଜେ ନିଜର କ୍ଷତି କରିଛି। ସେ ବି ପିତର ହେଇପାରିଥାନ୍ତେ। ପିତର ଅସ୍ୱୀକାର କଲେ, ଯାଇକରି କାନ୍ଦିଲେ, କ୍ଷମା ମିଳିଗଲା। ଇଏ ବି ଯାଇ କାନ୍ଦି ପାରିଥାନ୍ତା ନାଇଁ। କୋଉ ମୁହଁରେ ଯେ କାନ୍ଦୁ ବାହାରି? ସେ ଜାଣିଛି ପିତର ପାଖରେ ଅଲରେଡି ଖଣ୍ଡା ଅଛି। ପ୍ରଭୁ କ୍ଷମା ଦେବା ପୂର୍ବରୁ ପିତର ଆକା ମତେ ଆମର ପ୍ରଭୁ ଏତେ ଭଲ ପ୍ରଭୁ ଯେ କାହାର ଭୁଲ କାହାକୁ କୁହନ୍ତି ନାହିଁ। ଯଦି ଟିକେ ହିଣ୍ଟ ଦେଇ ଦେଇଥାନ୍ତେ, ପିତର କାହାକୁ କହିବୁ ନାହିଁ। ହଁ ପ୍ରଭୁ, ମୁଁ କେବେ କାହାକୁ କହିଛି କି ପ୍ରଭୁ? ଯାହାକୁ କହିବ ନାହିଁ ବୋଲି କହିବ ନାହିଁ, ସେ ଆକା ସବୁବେଳେ କହିପାରିବ। ଆପଣ ଯାହାକୁ ବେଶୀ ବିଶ୍ୱସ୍ତ ହେବେ, ତାଠୁ ଅବିଶ୍ୱସ୍ତ ଲୋକ କୋଉଠି ପାଇବେ ନାହିଁ। ଆପଣ ସେ ଜାଣିବେ ବେଶୀ ବିଶ୍ୱସ୍ତ। ମତେ ଦେଇଥାଲୋ, ମୁଇଁ ପଇସା ରଖିଥିବି, ମୁଇଁ ରଖିଥିବି ଲ। ଆପଣ ଆପଣଙ୍କ ଘରେ ପହଞ୍ଚି ନଥିବ, ସେ ପଇସା ଧରି ମାର୍କେଟକୁ ବାହାରି ପଡିଥିବ। ନହେଲେ ଅର୍ଡର କରିଦେଇଥିବ ସେ। ଆପଣଙ୍କର ଅଛନ୍ତି ସେମିତି ଝିଅମାନେ ଯେତିକି ଟପ୍ ସିକ୍ରେଟ କହିଦେଇଛନ୍ତି ତାଙ୍କ ସାଙ୍ଗମାନଙ୍କୁ, ଏବେ କ'ଣ କରୁଛନ୍ତି? ଦେଖେ କହିଦେବି, ଜାଣିଛୁ ତୁ ମୁହଁ ଦେଖାଇ ପାରିବୁ ନାହିଁ। କ ଯା କ କାହାକୁ କହୁଛୁ? ଏ ମୁଁ ଆଗା ଦେଖା ହେବି। ଆପଣଙ୍କୁ ଅପମାନ କରିବା ପାଇଁ ଅନ୍ୟ କାହାକୁ ସୁଯୋଗ ଦିଅନ୍ତୁ ନାହିଁ। ଆପଣଙ୍କ ସାମ୍ନାରେ ଠିଆ ହେଇ କଥା ହେବା ପାଇଁ ବକର କହିବେ, ଏଉଡରା ନି ବୁତି କିଏ ରେ? ତୁ କିଏ ମୋର ସାମ୍ନାରେ ଆସି କଥା? ତୁ କିଏ? ମତେ ଜଣେ ଲୋକ କହୁଛି ତତେ ବଦନାମ କରିଦେବି, ତତେ ଏମିତି କରିଦେବି, ତୁ ମୁଁ ଦେଖାଇ ପାରିବୁ ନାହିଁ ଏମିତି। ତାକୁ ଦେଖିଲି ଯା ପୋଷ୍ଟର ଛପା, ନ୍ୟୁଜ ପେପରରେ ଆଣ, ଗଳି ଗଳିରେ କହି ବୁଲ, ମୋର ଇଜ୍ଜତ ଏତିକି ଶସ୍ତା ନାହିଁ ଯେ ତୁ ବିକି ପାରିବୁ। ମୋର ଇଜ୍ଜତ ଏତେ ଶସ୍ତା ଇଜ୍ଜତ ନାହିଁ। ପ୍ରିୟ ମାନେ ଥିଲୁ, ୱାନ୍ସ ଅପନ୍ ଏ ଟାଇମ୍ ଥିଲୁ, ଏବେ ଆହୁରି ନାହିଁ। ମୋର କ୍ଷତି ମୁଁ ଆକା କରିପାରିବି, ମୋର କ୍ଷତି କରିପାରିବ ନାହିଁ। ମନେ ରଖିଥ, ସମସ୍ତଙ୍କୁ କହିବା ପାଇଁ ଚାହେଁ ଆଜିଠୁ, ଆପଣଙ୍କୁ ଋଣଗ୍ରସ୍ତ କିଏ କରିଛି? ନିଜେ। ନିଜେ ମୁଇଁ ଆକା ମନବର୍ତ୍ତୀ ଋଣ କେଟା ପାଇଛି? ମୁଇଁ ମୋର ଜ୍ଞାନରେ, ମୋର ଜ୍ଞାନୀ କିଏ? ନିଜେ। ଆମେ ନିଜେ କରିଛୁ, ବୁଝିଲେ ନା ନାଇଁ? ଆଜି ଅନେକ ଲୋକର ଦେହ କାହିଁକି ଖରାପ ହେଇଛି? ନିଜେ ଡକ୍ଟର ହେଇଛନ୍ତି। ୟୁଟ୍ୟୁବ ଦେଖି ଦେଖି କରି କିଡନୀ ପ୍ରୋବ୍ଲେମରେ ଏଇଟା ଖାଇବ, ସେ କହିବ ଏଟା ଖାଇବ ନାହିଁ, ସେ କହିବ ସେଟା ଖାଇବ, କେ ଜାମ ପତ୍ର ଖାଇବ, କେ କଦଳୀ ପତ୍ର ଖାଇବ, କେ ଏ ଡାଳ ଖାଇବ, କେ କୋଉ ଡାଳ ଖାଇବ, ଲାଷ୍ଟକୁ ମଣିଷ ଘାସ ଖାଇବ। ଲାଷ୍ଟ ଖାଲି ସେଇଠି ଏ ମେଡିସିନ ଖାଇବ, ସେ ମେଡିସିନ ଖାଇବ, ସେଇଟା ଖାଇବ, ଏଇଟା ଖାଇବ। ଡକ୍ଟର କାହିଁକି ଅଛନ୍ତି? ତେବେ ଡକ୍ଟର କାହିଁକି ଅଛନ୍ତି? ଭାଇ ଭଉଣୀ ମାନେ କଣ ପାଇଁ? ପ୍ରଭୁ ଆଜି ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଏଠି ବସିଲା ବେଳକୁ ଚିନ୍ତା କରିବା ଯେ ଆମର କ୍ଷତି ଆମେ ନିଜେ କରୁ, ଆମ ଶତ୍ରୁ ଆମେ ନିଜେ ଅଟୁ। ତେଣୁ ଆଜି ଆପଣ ନିଜକୁ ସତର୍କ କରନ୍ତୁ ଯେ ମୁଁ ଆହୁରି ମୋର କ୍ଷତି କରିବି ନାହିଁ। ସାମ୍ନାରେ ଲୋକ ମିଠା ଖାଉଥିବେ, ସେ ଦେଖିବେ ସେ ଯାହାକୁ ଡାଇବେଟିସ୍ ହେଇନି ସେ କମ ମିଠା ଖାଇଥିବ, ଯାହାକୁ ହେଇଛି ସେ ଯାଉଥିବ ଫ୍ରିଜରୁ କାଢି ଖାଉଥିବ, କୋଲ୍ଡ ଡ୍ରିଙ୍କସ ପିଉଥିବ। ଯାହାକୁ ମଟନ ମନା ସେ ଘରେ ସବୁ ଦେଖା ଦେଖି ବସୁଛନ୍ତି। ଯୋଉଟା ମନା ନାହିଁ କି ସେ ଆକା ଭାତ କମ ଖାଅ। ଡାଇବେଟିସ୍ ଲୋକ କେତେ ଭାତ ଖାଇବାର ଜାଣିଛନ୍ତି? ଗୋଟେ କପ୍, କେତେ ସାନ ଗୋଟେ କପ୍। ଆମେ କପ୍ କି କୋପା, ଆମେ କପରେ ଖାଇବା ଲୋକ ନାହିଁ, କୋପାରେ ଖାଇବା ଲୋକ ଆମେ। ତ ପ୍ରିୟ ଭାଇ ଭଉଣୀ ମାନେ, ମୁଁ କାହିଁକି କହୁଛି ଆପଣଙ୍କର କ୍ଷତି ଏ ଯେତିକି ସବୁ ଖାଲି ଜୀବର କାମ ଆକା। ଆରେ ଭିତରେ ଗଲେ ମିଠା ଲାଗିବ କି? ଆହୁରି ନାଇଁ, ଏଠି ମିଠା ଲାଗୁଛି, ଏପଟେ ପିଠା ଲାଗୁଛି, ଏଠି ଥଣ୍ଡା ଲାଗୁଛି, ଏଠି କେମିତି ଲାଗୁଛି, ଏଠି ମାଂସ ନାଇଁ, ଏଠି ଆକା ଏତିକି କଣ୍ଟ୍ରୋଲ କଲେ ହେଲା। ଯେ ଜିଭାକୁ କଣ୍ଟ୍ରୋଲ କରବ ସେ ସିଦ୍ଧ ପୁରୁଷ। ତ ପ୍ରଭୁ ଅନୁଗ୍ରହ କରନ୍ତୁ। ଏଠି ଦେଖୁଛୁ କଣ, ତାର ପେଟ ଫାଟି ଅନ୍ତ ବୁଜଳା ବାହାରି କରି ସେ ମରୁଛି। କିଏ ତାକୁ ମାରୁଛି?
ଜିହୁଦା ନିଜେ ନିଜକୁ ମାରୁଛି। ସମସ୍ତଙ୍କୁ କହିବା ପାଇଁ ଯେ ଆଜି ବସି ଚିନ୍ତା କରନ୍ତୁ। ପାଟି ଖାଲି କହିବା ପାଇଁ ନାହିଁ, ନ କହିବା ପାଇଁ ବି ଦିଆହେଇଛି। ପାଟି ଖାଲି କହିବା ପାଇଁ ଦିଆହେଇନି, ନ କହିବା ପାଇଁ। ଆଖି ଖାଲି ଦେଖିବା ପାଇଁ ନାହିଁ, ନ ଦେଖିବା ପାଇଁ ମଧ୍ୟ। ଗୋଡ଼ ଯିବା ପାଇଁ ନାହିଁ, ନ ଯିବା ପାଇଁ ମଧ୍ୟ। ଆପଣ ଟିକେ ସମୟ ପାଟି ବନ୍ଦ କରନ୍ତୁ, ଝଗଡ଼ା ଖତମ। ପାଟି ବନ୍ଦ କଲେ ଝଗଡ଼ା ସରିଯିବ। ପାଟି ବନ୍ଦ କରିବୁ କି ଆମେ? ବନ୍ଦ କରିବୁ କି? ନାଇଁ। ଆରେ କେତେ ଜଣ ଉସ୍କାଉଥିବେ ଆଜି ତୁ କ'ଣ ଗୁଲିଟା, ତୁ କ'ଣ କନ୍ଦିଟା, ତୁ କହିପାରିବୁନି କଲ ମୁଇଁ ବାହାରିବି। ଆଜିକାଲି ମାଡ଼ଗୋଳ ଦେଖିବେ କି ନାହିଁ, ସେ ଛଡ଼ାଇବା ଲୋକ ମନ ନାହିଁ, ତାକୁ